ଆଜିର ଏହି ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆମ ପାଖରେ ଓଡ଼ିଶା ସାଧାରଣ ଜ୍ଞାନ ଉପରେ ଗୋଟେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ତିଆରି ହୋଇଥିବା ଏକ ପ୍ରଶ୍ନପତ୍ର ସେଟ୍ ଅଛି। ହଁ କିନ୍ତୁ ଆଜି ଆମର ଉଦ୍ଦେଶ୍ୟ କେବଳ ଉତ୍ତରଟା କ'ଣ ଜାଣିବା ନୁହେଁ, ବରଂ ଆମେ ଚେଷ୍ଟା କରିବା ଏହି 10ଟା ପ୍ରଶ୍ନକୁ ଆଧାର କରି ଓଡ଼ିଶାର ଭୂଗୋଳ, ଇତିହାସ ଆଉ ସଂସ୍କୃତି ଭିତରକୁ ଟିକେ ଗଭୀରକୁ ଯିବା ପାଇଁ। ଏକଦମ ଠିକ୍ କଥା। କାରଣ ଗୋଟେ ଉତ୍ତର ତ କେବଳ ଗୋଟିଏ ତଥ୍ୟ, କିନ୍ତୁ ତା ପଛର କାହାଣୀ, ତାର ପରିପ୍ରେକ୍ଷୀ ହିଁ ତାକୁ ପ୍ରକୃତ ଜ୍ଞାନରେ ପରିଣତ କରେ। ତେବେ ଚାଲନ୍ତୁ ଆରମ୍ଭ କରିବା। ଆମେ ପ୍ରଥମେ ଓଡ଼ିଶାର ଭୂଗୋଳର ଆରମ୍ଭ କରୁଛୁ ଆଉ ତାର ସମୁଦ୍ର ସହ ସମ୍ପର୍କରୁ। ଆଚ୍ଛା। ପ୍ରଥମ ପ୍ରଶ୍ନଟି ହେଲା, ଓଡ଼ିଶାର କେଉଁ ଜିଲ୍ଲାର ଉପକୂଳ ସବୁଠାରୁ ଲମ୍ବା? ଆଉ ବିକଳ୍ପଗୁଡ଼ିକ ହେଉଛି ଏ. ବାଲେଶ୍ୱର, ବି. ଗଞ୍ଜାମ, ସି. ପୁରୀ ଆଉ ଡି. କେନ୍ଦ୍ରାପଡ଼ା। ଏଇଟା ଏମିତି ଗୋଟେ ପ୍ରଶ୍ନ ଯେଉଁଠି ଅନେକେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। କାହାକୁ ଲାଗିବ ବାଲେଶ୍ୱର କାରଣ ଉତ୍ତରରେ ଅଛି, କିମ୍ବା ପୁରୀ। ହଁ, ପୁରୀ ତ ସବୁଠୁ ବେଶୀ ଜଣାଶୁଣା। ଏକଦମ। କିନ୍ତୁ ପ୍ରକୃତ ଉତ୍ତର ମାନେ ସଠିକ୍ ଉତ୍ତର ହେଉଛି ବି. ଗଞ୍ଜାମ। ଗଞ୍ଜାମ, ଆଚ୍ଛା। ହଁ, ଭୌଗୋଳିକ ଦୃଷ୍ଟିରୁ ଦେଖିଲେ ଗଞ୍ଜାମ ଜିଲ୍ଲାର ଯୋଉ ଉପକୂଳ ରେଖା ଅଛି ସେଇଟା ହିଁ ଓଡ଼ିଶାର ସବୁଠାରୁ ଅଧିକ ଦୀର୍ଘ। ତେବେ ସମୁଦ୍ର କଥା ତ ପଡ଼ିଲା, ଆସନ୍ତୁ ଏବେ ନଦୀ ଆଳକୁ ଯିବା। ଓଡ଼ିଶାର ଜୀବନରେଖା। ଆମର ପରବର୍ତ୍ତୀ ପ୍ରଶ୍ନ, କେଉଁ ନଦୀକୁ ଓଡ଼ିଶାର ଦୁଃଖ ବୋଲି କୁହାଯାଏ? ବିକଳ୍ପଗୁଡ଼ିକ ହେଲା ଏ. ବ୍ରାହ୍ମଣୀ, ବି. ବୈତରଣୀ, ସି. ସୁବର୍ଣ୍ଣରେଖା, ଡି. ମହାନଦୀ। ଏହାର ଉତ୍ତର ବୋଧେ ଅଧିକାଂଶ ଲୋକ ଜାଣିଥିବେ। ହଁ, ଏଟା ଟିକେ ସହଜ। ଏହା ହେଉଛି ଡି. ମହାନଦୀ। କିନ୍ତୁ ଏଠି ଦୁଃଖ ଶବ୍ଦଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏଟା ଗୋଟେ ଐତିହାସିକ ନାମକରଣ। ମାନେ ଆଗରୁ ଏମିତି ଥିଲା? ହଁ, ହୀରାକୁଦ ବନ୍ଧ ହେବା ଆଗରୁ ପ୍ରତିବର୍ଷ ମହାନଦୀରେ ଯୋଉ ଭୟଙ୍କର ବନ୍ୟା ଆସୁଥିଲା ତାହା ଉପକୂଳ ଅଞ୍ଚଳରେ ବହୁତ କ୍ଷୟକ୍ଷତି କରୁଥିଲା। ସେଥିପାଇଁ ତାକୁ ଓଡ଼ିଶାର ଦୁଃଖ କୁହାଯାଉଥିଲା। କିନ୍ତୁ ଏଇଟା ଗୋଟେ ଆଶ୍ଚର୍ଯ୍ୟ କଥା ନା, ଯେଉଁ ନଦୀ ଆମର ଜୀବନ, ସେହି ପୁଣି ଦୁଃଖର କାରଣ। ଏକଦମ। ଆମେ ଏ ପ୍ରସଙ୍ଗକୁ ପରେ ପୁଣି ଫେରିବା। ଏବେ ଭୂଗୋଳର ଆଉ ଗୋଟେ ଦିଗ ଦେଖିବା, ବନ୍ୟପ୍ରାଣୀ। ପ୍ରଶ୍ନଟି ହେଉଛି, ଓଡ଼ିଶାର କେଉଁ ସଂରକ୍ଷିତ ଅଞ୍ଚଳ ଅଲିଭ୍ ରିଡ୍ଲେ କଇଁଛମାନଙ୍କର ସାମୂହିକ ଅଣ୍ଡାଦାନ ପାଇଁ ପ୍ରସିଦ୍ଧ? ବିକଳ୍ପଗୁଡ଼ିକ ହେଲା ଏ. ଶିମିଳିପାଳ, ବି. ଭିତରକନିକା, ସି. ଗହୀରମଥା ଆଉ ଡି. ସାତକୋଶିଆ। ଏଠି ବି ଟିକେ ଦ୍ୱନ୍ଦ୍ୱ ହୋଇପାରେ ଭିତରକନିକା ଆଉ ଗହୀରମଥା ଭିତରେ। ହଁ, ଦୁଇଟା ଯାକ ପାଖାପାଖି। ଠିକ୍। କିନ୍ତୁ ସଠିକ୍ ଉତ୍ତର ହେଉଛି ସି. ଗହୀରମଥା। ଯଦିଓ ଭିତରକନିକା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, କିନ୍ତୁ ବିଶ୍ୱର ସବୁଠୁ ବଡ଼ ସାମୂହିକ ଅଣ୍ଡାଦାନ ଯାହାକୁ ଅରିବାଡ଼ା କୁହାଯାଏ। ଅରିବାଳା? ହଁ, ଅରିବାଡ଼ା। ଏହା ମୁଖ୍ୟତଃ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ହିଁ ଦେଖାଯାଏ। ଏଇଟା ଗୋଟେ ସ୍ପାନୀୟ ଶବ୍ଦ ଯାହାର ଅର୍ଥ ହେଉଛି ଆଗମନ। ଲକ୍ଷ ଲକ୍ଷ କଇଁଛ ଏକା ସାଙ୍ଗରେ ଆସନ୍ତି। ବାଃ! ତେବେ ଆମେ ଦେଖିଲେ ଓଡ଼ିଶାର ଭୂଗୋଳ କେତେ ବିବିଧ। ବିସ୍ତୀର୍ଣ୍ଣ ଉପକୂଳ, ଶକ୍ତିଶାଳୀ ନଦୀ, ଅନନ୍ୟ ବନ୍ୟଜନ୍ତୁ, ଏହି ଭୂମି ଉପରେ ତ ତାର ଇତିହାସ ଗଢ଼ି ଉଠିଛି। ନିଶ୍ଚୟ। ତେବେ ଚାଲନ୍ତୁ ଏବେ ଇତିହାସର ସବୁଠୁ ବଡ଼ ପ୍ରତୀକ ଆଡ଼କୁ ଯିବା। ପ୍ରଶ୍ନଟି ହେଲା, ପୁରୀର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ କେଉଁ ରାଜାଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିଲା? ସମ୍ପୂର୍ଣ୍ଣ ଶବ୍ଦଟା ଏଠି ମୁଖ୍ୟ। ହଁ, ବିକଳ୍ପଗୁଡ଼ିକ ହେଲା ଏ. ଅନନ୍ତ ବର୍ମନ ଚୋଳଗଙ୍ଗଦେବ, ବି. ଅନଙ୍ଗ ଭୀମଦେବ ତୃତୀୟ, ସି. କପିଳେନ୍ଦ୍ର ଦେବ ଆଉ ଡି. ନରସିଂହଦେବ ପ୍ରଥମ। ତେବେ ଉତ୍ସ ଅନୁସାରେ ଏହାର ସଠିକ୍ ଉତ୍ତର ହେଉଛି ବି. ଅନଙ୍ଗ ଭୀମଦେବ ତୃତୀୟ। ଆଚ୍ଛା। କାରଣ ମନ୍ଦିର କାମ ଆରମ୍ଭ କରିଥିଲେ ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ। କିନ୍ତୁ ମନ୍ଦିରଟା ଏତେ ବିଶାଳ ଥିଲା ଯେ ତାଙ୍କ ସମୟରେ କାମ ସରିନଥିଲା। ତେବେ ପରବର୍ତ୍ତୀ ପିଢ଼ିରେ କାମ ସରିଲା। ହଁ, ତାଙ୍କର ଉତ୍ତରାଧିକାରୀ ତୃତୀୟ ଅନଙ୍ଗ ଭୀମଦେବ ଏହାକୁ ସମ୍ପୂର୍ଣ୍ଣ କରିଥିଲେ। ବହୁତ ରୋଚକ କଥା। ଏଥିରୁ ସେ ସମୟର ସ୍ଥାପତ୍ୟର ବ୍ୟାପକତା ଜଣାପଡ଼ୁଛି। ତେବେ ଏହି ଐତିହାସିକ ପରିଚୟ କେବଳ ମନ୍ଦିର ଭିତରେ ସୀମିତ ନଥିଲା। ଏହା ଭାଷା ଆଉ ଜାତୀୟତା ସହ ବି ଜଡ଼ିତ ଥିଲା। ଠିକ୍। ଆମର ପରବର୍ତ୍ତୀ ପ୍ରଶ୍ନ ସେହି ବିଷୟରେ। କାହାକୁ ଓଡ଼ିଆ ଜାତୀୟତାର ଜନକ ଭାବେ ଜଣାଯାଏ? ବିକଳ୍ପଗୁଡ଼ିକ ହେଲା ଏ. ମଧୁସୂଦନ ଦାସ, ବି. ଗୋପବନ୍ଧୁ ଦାସ, ସି. ଫକୀରମୋହନ ସେନାପତି, ଡି. ହରେକୃଷ୍ଣ ମହତାବ। ଦେଖନ୍ତୁ, ଏମାନେ ସମସ୍ତେ ମହାନ, ସମସ୍ତଙ୍କର ଅବଦାନ ଅଛି, କିନ୍ତୁ ଯେତେବେଳେ ଜାତୀୟତାର ଜନକ କଥା ଆସେ, ହଁ, ସେ ଉପାଧିଟା ଏ. ମଧୁସୂଦନ ଦାସଙ୍କୁ ହିଁ ଦିଆଯାଏ। କାରଣ ସେ ପ୍ରଥମେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ
ଏକାଠି କରିବା ପାଇଁ ଏକ ରାଜନୈତିକ ସଂଗ୍ରାମ ଆରମ୍ଭ କରିଥିଲେ। ଆଚ୍ଛା, ତାହେଲେ ସେଇ ଆନ୍ଦୋଳନକୁ ଆଗକୁ ନେବା ପାଇଁ ଏକ ସଂଗଠନର ଦରକାର ପଡ଼ିଥିବ। ନିଶ୍ଚୟ। ଆମର ଶେଷ ପ୍ରଶ୍ନଟି ସେହି ସଂଗଠନ ବିଷୟରେ। ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ଦିଗରେ କେଉଁ ସଂଗଠନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା? ଏ. ପ୍ରଜାମଣ୍ଡଳ, ବି. ସ୍ୱଦେଶୀ ଆନ୍ଦୋଳନ, ସି. ଉତ୍କଳ ସମ୍ମିଳନୀ, ଡି. ଭୂଦାନ ଆନ୍ଦୋଳନ। ଏକଦମ ଠିକ୍। ସେ ନିର୍ଣ୍ଣାୟକ ସଂଗଠନଟି ଥିଲା ସି. ଉତ୍କଳ ସମ୍ମିଳନୀ। 1903 ମସିହାରେ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଏହା ଗଠନ ହୋଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ କ'ଣ ଥିଲା? ମୂଳ ଲକ୍ଷ୍ୟ ଥିଲା ସେତେବେଳେ ବଙ୍ଗ, ମଧ୍ୟପ୍ରଦେଶ ଆଉ ମାଡ୍ରାସ ପ୍ରେସିଡେନ୍ସିରେ ଯେଉଁ ଓଡ଼ିଆ ଅଞ୍ଚଳଗୁଡ଼ିକ ବିଚ୍ଛିନ୍ନ ହୋଇ ପଡ଼ିଥିଲା, ହଁ, ସେ ସବୁକୁ ଏକାଠି କରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା। ବାଃ, ଏବେ ଚିତ୍ରଟା ପୁରା ସ୍ପଷ୍ଟ ହେଇଗଲା। ତେବେ ଆମେ ଇତିହାସରୁ ବାହାରି ଏବେ ଓଡ଼ିଶାର ସଂସ୍କୃତି ଆଉ କଳା ଆଡ଼ିକୁ ଆସିବା। ହୁଁ ପ୍ରଶ୍ନଟି ହେଲା, କେଉଁ ଓଡ଼ିଆ ପର୍ବ କୃଷି କାର୍ଯ୍ୟର ଆରମ୍ଭକୁ ସୂଚାଇଥାଏ? ବିକଳ୍ପଗୁଡ଼ିକ ହେଲା ଏ. ନୂଆଖାଇ, ବି. ରଜପର୍ବ, ସି. ଦୋଳଯାତ୍ରା, ଡି. କୁମାର ପୂର୍ଣ୍ଣିମା। ଏଠି ଲୋକେ ନୂଆଖାଇ ଆଉ ରଜ ଭିତରେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ହଁ, କିନ୍ତୁ ନୂଆଖାଇ ହେଉଛି ନୂଆ ଫସଲ ଅମଳର ପର୍ବ, କୃଷି କାର୍ଯ୍ୟର ଆରମ୍ଭକୁ ସୂଚାଏ। ରଜ ପର୍ବ କ'ଣ? ଆଚ୍ଛା, ତେବେ ଏହା ମୌସୁମୀ ଆସିବା ସହିତ ଜଡ଼ିତ। ଏକ୍ଜାକ୍ଟଲି। ଏହା ଧରିତ୍ରୀ ମାତାର ଉର୍ବରତାର ପୂଜା। ବିଶ୍ୱାସ କରାଯାଏ ଯେ ଏହି ସମୟରେ ବସୁମାତା ଋତୁମତୀ ହୁଅନ୍ତି ଏବଂ ଆଗାମୀ ଫସଲ ପାଇଁ ପ୍ରସ୍ତୁତ ହୁଅନ୍ତି। କେତେ ସୁନ୍ଦର ଭାବନା! ପ୍ରକୃତି ସହ ମଣିଷର କି ଗଭୀର ସମ୍ପର୍କ! ତେବେ ଆଉ ଏକ କଳା ବିଷୟରେ ଜାଣିବା। ପ୍ରଶ୍ନ ହେଉଛି, ଓଡ଼ିଶାର କେଉଁ ପାରମ୍ପରିକ କଳା ତାଳପତ୍ର ଉପରେ ତିଆରି କରାଯାଏ? ବିକଳ୍ପଗୁଡ଼ିକ ହେଲା ଏ. ପଟ୍ଟଚିତ୍ର, ବି. ତାଳପତ୍ର ଚିତ୍ର, ସି. ସୌରା ଚିତ୍ର, ଡି. ଝୋଟିଚିତା। ନାମରୁ ହିଁ ଏହାର ଉତ୍ତର ସ୍ପଷ୍ଟ। ଏହା ହେଉଛି ବି. ତାଳପତ୍ର ଚିତ୍ର। କିନ୍ତୁ ଏହାର ତିଆରି କରିବାର ପ୍ରକ୍ରିୟାଟା ବେଶ ଆକର୍ଷଣୀୟ। ସେଇଟା କେମିତି? ଏଥିରେ ରଙ୍ଗତୁଳି ବ୍ୟବହାର ହୁଏନି। ଗୋଟେ ଲୁହା ଲେଖନୀରେ ଶୁଖିଲା ତାଳପତ୍ର ଉପରେ ଚିତ୍ରକୁ ଖୋଦେଇ କରାଯାଏ, ମାନେ ଦାର ପକାଯାଏ। ଓହୋ, ତାପରେ ତା ଉପରେ ପ୍ରାକୃତିକ କାଳି ଲଗାଇ ପୋଛି ଦିଆଯାଏ। ଫଳରେ କାଳି କେବଳ ସେ ଖୋଦେଇ ହୋଇଥିବା ସୂକ୍ଷ୍ମ ରେଖା ଭିତରେ ରହିଯାଏ ଆଉ ଚିତ୍ରଟା ଫୁଟି ଉଠେ। ଏହି ପାରମ୍ପରିକ କଳାରୁ ଆସନ୍ତୁ ଆଧୁନିକ ଶିଳ୍ପ ଆଡ଼କୁ ଯିବା। ଆମେ ଆଗରୁ ଓଡ଼ିଶାର ଦୁଃଖ ମହାନଦୀ କଥା କହୁଥିଲେ। ପରବର୍ତ୍ତୀ ପ୍ରଶ୍ନ ସେହି ସମସ୍ୟାର ସମାଧାନ ସହ ଜଡ଼ିତ। ପ୍ରଶ୍ନଟି ହେଲା, ହୀରାକୁଦ ବନ୍ଧ କେଉଁ ନଦୀ ଉପରେ ନିର୍ମିତ? ଆଚ୍ଛା, ପୁଣି ସେହି ନଦୀମାନଙ୍କର ବିକଳ୍ପ। ଏ. ବ୍ରାହ୍ମଣୀ, ବି. ବୈତରଣୀ, ସି. ସୁବର୍ଣ୍ଣରେଖା, ଡି. ମହାନଦୀ। ହଁ, ତେବେ ଆମେ ପୁଣି ମହାନଦୀ ପାଖକୁ ଫେରିଆସିଲେ ଉତ୍ତରଟା ଡି. ମହାନଦୀ ହିଁ ହେବ। ଏହା ସେହି ଦୁଃଖକୁ ସୁଖରେ ବଦଳାଇବାର ଏକ ପ୍ରୟାସ। ଠିକ୍ କହିଲେ। ହୀରାକୁଦ ବନ୍ଧ କେବଳ ଗୋଟେ ଡ୍ୟାମ୍ ନୁହେଁ, ଏହା ମହାନଦୀର ବିଧ୍ୱଂସକାରୀ ଶକ୍ତିକୁ ଏକ ସୃଜନଶୀଳ ଶକ୍ତିରେ ପରିଣତ କରିବାର ପ୍ରତୀକ। ଏହାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଥିଲା? ତିନୋଟି ମୁଖ୍ୟ ଉଦ୍ଦେଶ୍ୟ ଥିଲା: ବନ୍ୟା ନିୟନ୍ତ୍ରଣ, ଜଳସେଚନ ଆଉ ଜଳବିଦ୍ୟୁତ୍ ଉତ୍ପାଦନ। ବୁଝିଲି। ତେବେ ଏହିଭଳି ଆଉ ଏକ ଆଧୁନିକ ଶିଳ୍ପ ସମ୍ବନ୍ଧୀୟ ପ୍ରଶ୍ନ ଦେଖିବା। ପ୍ରଶ୍ନଟି ହେଲା, ନାଲ୍କୋ ଆଲ୍ୟୁମିନିୟମ କମ୍ପ୍ଲେକ୍ସ ଆଉ ବ୍ରାକେଟ୍ ରହୁଛି ଆଲ୍ୟୁମିନା ରିଫାଇନାରୀ, ତାହା କେଉଁଠାରେ ଅବସ୍ଥିତ? ବିକଳ୍ପଗୁଡ଼ିକ ହେଲା ଏ. ଅନୁଗୁଳ, ବି. ଦମନଯୋଡ଼ି, ସି. ଝାରସୁଗୁଡ଼ା, ଡି. ପାରାଦୀପ। ଏହି ପ୍ରଶ୍ନରେ ଗୋଟେ କ'ଣ କହନ୍ତି ଲୋକେସନ୍ ଟ୍ରାପ୍ ଅଛି। ମାନେ ଅନେକ ଲୋକ ନାଲ୍କୋ କହିଲେ ସିଧା ଅନୁଗୁଳ ଭାବନ୍ତି, କିନ୍ତୁ ପ୍ରଶ୍ନରେ ସ୍ପଷ୍ଟ ଭାବେ ଆଲ୍ୟୁମିନା ରିଫାଇନାରୀ କଥା ପଚରାଯାଇଛି। ତେବେ ଉତ୍ତରଟା ଅଲଗା? ହଁ, ଏହାର ସଠିକ୍ ଉତ୍ତର ହେଉଛି ବି. ଦମନଯୋଡ଼ି, କୋରାପୁଟ ଜିଲ୍ଲାରେ। କିନ୍ତୁ କାହିଁକି ଏମିତି ଦୁଇଟି ଅଲଗା ଅଲଗା ଜାଗାରେ ନାଲ୍କୋର ମୁଖ୍ୟ କାରଖାନା ଅଛି? ଏହା ପଛରେ ବହୁତ ସୁନ୍ଦର ଭୌଗୋଳିକ ଆଉ ଅର୍ଥନୈତିକ କାରଣ ଅଛି। ଦେଖନ୍ତୁ, ଆଲ୍ୟୁମିନିୟମର କଞ୍ଚାମାଲ ହେଉଛି ବକ୍ସାଇଟ୍। ହଁ, କୋରାପୁଟର ପଞ୍ଚପଟମାଳୀରେ ଏସିଆର ସବୁଠୁ ବଡ଼ ବକ୍ସାଇଟ୍ ଖଣି ଅଛି। ତେଣୁ କଞ୍ଚାମାଲ ପାଖରେ ହିଁ ଦାମନଯୋଡ଼ିରେ ରିଫାଇନାରୀ ଅଛି, ଯେଉଁଠି ବକ୍ସାଇଟ୍ରୁ ଆଲ୍ୟୁମିନା ତିଆରି ହୁଏ। ଆଚ୍ଛା, ଆଉ ଅନୁଗୁଳରେ? କିନ୍ତୁ ଆଲ୍ୟୁମିନାରୁ ଶୁଦ୍ଧ ଆଲ୍ୟୁମିନିୟମ ଧାତୁ ତିଆରି କରିବା ପାଇଁ, ମାନେ ସ୍ମେଲ୍ଟିଂ ପାଇଁ, ପ୍ରଚୁର ବିଦ୍ୟୁତ୍ ଶକ୍ତି ଦରକାର। ଓହୋ, ଆଉ ଅନୁଗୁଳ ଅଞ୍ଚଳ କୋଇଲା ଖଣି ପାଖରେ, ତେଣୁ ସେଠି ଶସ୍ତାରେ ବିଦ୍ୟୁତ୍ ଉତ୍ପାଦନ ହୋଇପାରେ। ସେଥିପାଇଁ ସ୍ମେଲ୍ଟର ପ୍ଲାଣ୍ଟଟି ଅନୁଗୁଳରେ ଅଛି। ବାଃ, ଏହା ଏକ ଚମତ୍କାର ବ୍ୟାଖ୍ୟା। ମାନେ କଞ୍ଚାମାଲ ପାଖରେ ରିଫାଇନାରୀ ଆଉ ଶକ୍ତି ଉତ୍ସ ପାଖରେ ସ୍ମେଲ୍ଟର। ଏକଦମ।
ତେବେ ଆଜିର ଆଲୋଚନାରେ ଆମେ ଗଞ୍ଜାମର ଉପକୂଳରୁ ଆରମ୍ଭ କରି ମହାନଦୀ, ଗହୀରମଥା, ଜଗନ୍ନାଥ ମନ୍ଦିର, ଉତ୍କଳ ସମ୍ମିଳନୀ, ରଜପର୍ବ ଆଉ ଶେଷରେ ନାଲକୋର ଶିଳ୍ପ ଭୂଗୋଳ ପର୍ଯ୍ୟନ୍ତ ଏକ ଲମ୍ବା ଯାତ୍ରା କଲୁ। ହଁ, ଏହି 10ଟି ପ୍ରଶ୍ନ ମାଧ୍ୟମରେ ଓଡ଼ିଶାର ଏକ ସାମଗ୍ରିକ ଚିତ୍ର ଦେଖିବାକୁ ମିଳିଲା। ଏହା ଦର୍ଶାଉଛି ଯେ ଓଡ଼ିଶାର ପରିଚୟ କୌଣସି ଗୋଟିଏ ଜିନିଷରେ ସୀମିତ ନୁହେଁ। ନିଶ୍ଚିତ ଭାବରେ ଏହା ଏକାଧାରାରେ ପ୍ରାଚୀନ ଏବଂ ଆଧୁନିକ, ପ୍ରାକୃତିକ ଏବଂ ମାନବକୃତ। ଏସବୁକୁ ଦେଖିଲା ପରେ ମନରେ ଗୋଟିଏ ପ୍ରଶ୍ନ ଆସୁଛି। କ'ଣ? ଯେତେବେଳେ ଜୀବନ ଓ ଦୁଃଖ ଦେଉଥିବା ନଦୀ, ହଜାର ବର୍ଷର ପୁରୁଣା ମନ୍ଦିର, ତାଳପତ୍ରରେ ଖୋଦିତା କଳା ଆଉ ଭାଷା ପାଇଁ ହୋଇଥିବା ସଂଗ୍ରାମ ଭଳି ଉପାଦାନଗୁଡ଼ିକ ଏକାଠି ହୁଅନ୍ତି, ସେତେବେଳେ ଆଜିର ଓଡ଼ିଶାର ମୂଳ ପରିଚୟ କ'ଣ? ତାହା କ'ଣ ତାର ଗଭୀର ସାଂସ୍କୃତିକ ଐତିହ୍ୟ, ନା ତାର ସ୍ୱତନ୍ତ୍ର ଭୌଗୋଳିକ ସ୍ଥିତି, ନା ଖଣିଜ ସମ୍ପଦ ଉପରେ ଆଧାରିତ ତାର ଆଧୁନିକ ଶିଳ୍ପ ସାମର୍ଥ୍ୟ? ଏମାନଙ୍କ ଭିତରୁ କେଉଁଟା ଆଜିର ଓଡ଼ିଶାକୁ ସବୁଠୁ ଭଲ ଭାବେ ବର୍ଣ୍ଣନା କରୁଛି? ଏହା ନିଶ୍ଚୟ ଚିନ୍ତା କରିବାର ବିଷୟ।